16 নম্বର ଜାତୀୟ ରାଜପଥ ଆଖୁଆପଦାଠାରୁ ଧାମନଗର ଶାଳପୁର ଖେଳ ପଡ଼ିଆ ଯାଏଁ ବୈତରଣୀ ନଦୀର ବାମପଟ ବନ୍ଧରେ ଦୀର୍ଘ 25 କିଲୋମିଟର ବାଇକ୍ ଚଲାଇ ବୁଲି ଦେଖିଲେ ରାଜ୍ୟ ସରକାର 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ବୈତରଣୀ ନଦୀରେ ପ୍ରତିବର୍ଷ ବନ୍ୟା ଆସିଲେ ନଦୀବନ୍ଧ ଭାଙ୍ଗିବା ସହ ଭଦ୍ରକ ଜିଲ୍ଲା ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ବହୁ ଧନ ଜୀବନ ହାନି ଘଟେ। ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ। ବାଇକ୍ ଚଲାଇ ମଲିମାହାରା ଏସ୍କେପ୍ ଗୌରାଙ୍ଗପୁର ଏସ୍କେପ୍ କୁଚିଳା ବ୍ୟାରେଜ ନଦୀବନ୍ଧ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କୁ ଧାମନଗର ବ୍ଲକ ଦେହୁରୀ ଆନନ୍ଦପୁର ସେଣ୍ଠେପୁର ବିଭିନ୍ନ ସ୍ଥାନରେ ରୁଣ୍ଡୀଭୂତ ଜନତାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହୁଳହୁଳି ସହ ଶଙ୍ଖ ଧ୍ୱନିରେ କମ୍ପୁଥିଲା। ରାସ୍ତାରେ ଗଲାବେଳେ ଦରଖାସ୍ତ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସ ବର୍ମା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ କୁମାର ଦାସ, ପୂର୍ବତନ ବିଧାୟକ ଅଧ୍ୟକ୍ଷ ଅଶୋକ ନାୟକ, ଧାମନଗର ବ୍ଲକ ଅଧ୍ୟକ୍ଷା ସମିଷ୍ଠା ବେହେରା, ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଧାମନଗର ବ୍ଲକ ସଭାପତି ଉମେଶ ମହାନ୍ତି, ପ୍ରତାପ ସାମଲ, ଶେଖ ମୁସ୍ତାକ ଓ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାରୁ ଉଦ୍ଧବ ଚରଣ ରାଉତଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।